ଯକୃତ ରୋଗରେ ଆମମାନଙ୍କର ଖାଦ୍ୟ ବହୁତ ସଚେତନତା ହିସାବରେ ଖାଇବାର ଅଛି। ଯେହେତୁ ଲିଭର ହେଉଛି ଶରୀରର ଏକ ବୃହତ୍ତମ ଅଙ୍ଗ ଏବଂ ଆମେ ଯାହା ଖାଦ୍ୟ ଖାଉ ତାହା ପ୍ରଥମେ ଲିଭରକୁ ଖାଦ୍ୟ ନଳୀରୁ ଯାଇ ଲିଭରରେ ପହଞ୍ଚେ ଏବଂ ଲିଭରରେ ସେଟା ବିଭିନ୍ନ ପ୍ରକାର ଖାଦ୍ୟ ରସ ସହିତ ମିଶି ପାଚନ ପ୍ରକ୍ରିୟା ସାହାଯ୍ୟ କରେ। ତ ଯେତେ ଲିଭର ଖରାପ ହେଇଯାଏ ଖାଦ୍ୟର ହଜମ ପ୍ରକ୍ରିୟା ମଧ୍ୟ ଖରାପ ହେଇଯାଏ। ସାଧାରଣତଃ ମଦ୍ୟପାନ କଲେ ଲିଭର ଖରାପ ହୁଏ, ହେପାଟାଇଟିସ୍ ବି, ସି କିମ୍ବା ଡି ରୋଗ ହେଲେ ମଧ୍ୟ ଲିଭର ଖରାପ ହୁଏ। କିନ୍ତୁ ଯେତେବେଳେ ଖାଦ୍ୟ ବିଷୟରେ ଆମମାନଙ୍କୁ ସଚେତନ ହେବାକୁ ପଡ଼ୁଛି, ସାଧାରଣତଃ ଲିଭର ରୋଗରେ ପେଟରେ ପାଣି ଜମିଯାଏ। ସାଧାରଣତଃ ପାଣି ଧରନ୍ତୁ 3 ଲିଟର କି 4 ଲିଟର ପିଇବା ଆବଶ୍ୟକ, କିନ୍ତୁ ଯେତେବେଳେ ପେଟରେ ପାଣି ଜମିଯିବ ଆମେ 1200 ml କିମ୍ବା 1.5 ଲିଟର୍ସ ପାଣି ଆମେ ରଖୁ। ଯେହେତୁ ଲିଭର ରୋଗରେ ଗୋଡ଼ ହାତ ଫୁଲିଯାଏ